ଏବେ ତ ବାପା କରୁଛନ୍ତି ଉପରେ ପକା ବ୍ଲଗ କ୍ୟାମେରା ପକା। ବୋଉ କିନ୍ତୁ ବହୁତ ବଡ ବ୍ଲଗର ହେଇଗଲାଣି ଆମର ନାଇଁ। ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ପ୍ରୟାସ ଲାଇଫଷ୍ଟାଇଲରେ ମୁଁ ଆଜି ଉପସ୍ଥାପନା କରୁଛି। ଆଉ ଆଜି ପ୍ରୟାସ କ'ଣ କରୁଛି ଆପଣମାନଙ୍କୁ ଦେଖେଇବି। ଆଉ ଏଇଟା ମୋର ଛୋଟ ଦୋକାନଟିଏ। ଏଇ ଛୋଟ ଦୋକାନଟାରେ ମୋର ପରିବାରକୁ ପରିବାରକୁ ମୋର ମୋ ସଂସାରକୁ ଏଇଟାର ସମ୍ଭାଳି ନିଏ। ଆଉ ଚାଲନ୍ତୁ ଦେଖିବା, ଆପଣ ଦେଖାଉଛୁ ପ୍ରୟାସ କ'ଣ କରୁଛୁ। ପ୍ରିୟ ପ୍ରୟାସ କ'ଣ କରୁଛନ୍ତି ଦେଖାଉଛୁ। ସବୁବେଳ ପାଇଁ ନିଦ ଦେଇକି ଦେଖନ୍ତୁ, ଭାରି ଶାନ୍ତ ଶିଷ୍ଟ ସରଳ ମଣିଷଟିଏ। ଛୋଟ ବେଟା ଆପଣମାନଙ୍କର ଖାଲି 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 ନିଦ, ସବୁବେଳେ ଖାଲି ନିଦ। ଆସିକି ଘଣ୍ଟା ତ ଏଠି ନାହିଁ, ଆସିକି ବାଜିଲାଣି 4ଟା ପାଖାପାଖି, ବ୍ଲଗ୍ ଏତେ ପର୍ଯ୍ୟନ୍ତ ଆରମ୍ଭ ହେଇନି। ଏଇ 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 କେତେ ନିଦ ହଉଛୁ? ନିଦ କେତେ ହଉଛୁ? ଗରମ ଲାଗୁଛି। ଗରମ ଏବେ ଏସିଟା ବି ଛଡ଼ା ହେଇଛି। ସେଇଥିପାଇଁ କଡ଼ା ନିଦ। ଆଉ ଉଠୁଛୁ ନା? ଉଠ ଶୀଘ୍ର, ଉଠ। ତ ଜମା ଶୋଇଛି ମାନେ ଆଉ ଚାହିଁଛୁ ମିଛ ମିଛ ଫେର ମିଛ କି ନେ ଦୋକାନ ଆସିଲେ ବୋଧେ। ବୋଉ ଦୋକାନ ନ ବସି ବ୍ଲଗ ମାରୁଥିଲୁ ନା? ଦୋକାନରେ ବସି ବ୍ଲଗ କ'ଣ ମାରୁଛ ତମେ? ପ୍ରୟାସ ମତେ କୁଆଡ଼େ ଗଲା? ତମେ ବ୍ଲଗ ମାରୁଛ? ପ୍ରୟାସ ଲାଇଫଷ୍ଟାଇଲର ମୁଁ ବି ଜଣେ ସଦସ୍ୟ। ଓହୋ, ସେଥିପାଇଁ ତମେ ବ୍ଲଗ କରୁଥିଲ? ସେଥିପାଇଁ ତୋ ଅନୁପସ୍ଥିତିରେ ମୁଁ ମାରୁଥିଲି। ତୁ 5ଟା ପର୍ଯ୍ୟନ୍ତ ଶୋଇବୁ, ବ୍ଲଗ ଏତେ ପର୍ଯ୍ୟନ୍ତ ରେଡ଼ି କରୁନୁ, କ'ଣ କଥା ତ? ତ ସାଙ୍ଗମାନେ, ଆଜି ଟିକେ ନିଦ୍ରା ବହୁତ ଜୋରରେ ଗ୍ରାସ କରିଥିଲା ମୋତେ। ସକାଳେ ମୁଁ ମାର୍କେଟ ଯାଇଥିଲି, ତ ଗୋଟେ ଇନସିଡେଣ୍ଟ ଘଟିଥିଲା ମୋ ସହିତ। ସେ ଗୋଟେ ଆକ୍ସିଡେଣ୍ଟ ହେଲା, ମୋ ଆଖି ସାମ୍ନାରେ ଗୋଟେ ଆକ୍ସିଡେଣ୍ଟ ହେଲା। ତ ସେ ଭାଇଙ୍କୁ ନେଇକି ଗଲି ତାଙ୍କୁ ଘରେ, ତାଙ୍କୁ ଛାଡ଼ିକି ଟ୍ରିଟମେଣ୍ଟ ଇଏ ସିଏ କରିବା ପାଇଁ କହିଲି ଯେ ନା ମୋତେ ଘରେ ଛାଡ଼ିଦିଅ। ସେ କ'ଣ ମେଡ଼ିକାଲ ଷ୍ଟାଫ୍ ଅଛନ୍ତି, ତାଙ୍କୁ ଘରେ ସେ ନିଜେ ଟ୍ରିଟମେଣ୍ଟ ହେଇଯିବେ କହିଲେ। ତ ସେଇଥିପାଇଁ ମୁଁ ଲେଟ୍ରେ ଆସି ପହଞ୍ଚିଲି। 1ଟା 2ଟା ବେଳେ ଆସି ପହଞ୍ଚିଲି ନା ବୋଉ। ବର୍ଷା ବି ବହୁତ ଜୋରରେ ହେଉଥିଲା। ତ ଆସି ପହଞ୍ଚିଲା ପରେ ବହୁତ ଜୋରରେ ମୁଁ ଶୋଇ ପଡ଼ିଲି ଟିକେ। ତାପରେ ଉଠିକି ବ୍ଲଗ କଥା ମୁଁ ଯେମିତି ଭାବିଛି, ବୋଉ ସେପଟେ ମାରିକି ବ୍ଲଗ ମାନେ ଇଏ କରିକି ଆସିଛି। ମୋତେ ଲାଗୁଛି ମୁଁ ସ୍ୱପ୍ନ ବ୍ଲଗ ହିଁ ଦେଖୁଥିଲି ବୋଧେ। ରିସେଣ୍ଟ ମୁଁ ଦେଖୁଥିଲି, ଆଖି ଖୋଲା ବେଳକୁ କ୍ୟାମେରା ଅନ୍ ଅଛି। ବୋଉ କିନ୍ତୁ ବହୁତ ବଡ ବ୍ଲଗର ହେଇଗଲାଣି ଆମର ନାଇଁ। ନିଜେ ଯାଇକି ଫୋନଟା ବ୍ଲଗ ମାରି ଦଉଛନ୍ତି। ମାନତେ ପଡିବ, ମାନତେ ପଡିବ। କିନ୍ତୁ ଯାହା ହଉ ସାଙ୍ଗମାନେ, ଏମିତି ମା ଗୋଟେ ସାଙ୍ଗରେ ଥିବ ସପୋର୍ଟ କରିବା ପାଇଁ, ତ ଆଉ କ'ଣ ଟେନସନ। ଏମିତି ଆଗକୁ ମାରି ଚାଲିବା। ଆଉ କ'ଣ ଦରକାର ସାଙ୍ଗମାନେ। ତ ମୁଁ ବର୍ତ୍ତମାନ ଏସିଟା କିନ୍ତୁ ଚଲେଇ ଦେଇକି ସବୁରି ମୂଳର ସବୁରି ମୂଳର ଏଇଟା, ବୁଝିଲ ନା? ଏସିଟା ଛାଡ଼ିଦେଲା ବେଳକୁ ନିଦ କଡ଼ା ହଉଛୁ। ନା ଦୋକାନରେ ବସତେ ବାହାରୁଛୁ, ନା କିଛି କରୁଛୁ। ଗୋଟେ କିଛି କରୁନୁ ପୁଅଟା, କିଛି କରୁନୁ ତ ପୁଅ। କିଛି କରୁଛୁ ସାଙ୍ଗମାନେ, କାଲି ବହୁତ କମେଣ୍ଟ କରିଛନ୍ତି। ଘର କାମ ହଉଛୁ, ଏଠି ଘାସ ଉପାଡ଼ନ୍ତୁ, ହଳ କରତେ ଯାଆନ୍ତୁ। ସାଙ୍ଗମାନେ କାଲି ବହୁତ କମେଣ୍ଟ କରୁଛନ୍ତି, ଦେଖୁଛ ନା? ପ୍ରୟାସ ଆମ ଘରକୁ ପଳେଇ ଆସ, ଆମ ଘରକୁ ପଳେଇ ଆସ, ମୁଁ ପୁଅ କରି ରଖିବି। ସତରେ ପଳେଇବି। ଆପଣମାନେ ଚାହୁଁଛନ୍ତି ବୋଉ କାନ୍ଦିବ ବୋଲି? ବୋଉ କାନ୍ଦିବ ବୋଲି ତ ସାଙ୍ଗମାନେ କି ଆପଣମାନେ ଚାହିଁବେନି। ତ ମୁଁ ଯିବି ବୋଲିକି ପଳେଇ ଆସିବି ଆପଣଙ୍କ ଘରକୁ। ଓକେ। ଏବେ ତ ବାପା କରୁଛନ୍ତି ଉପରେ ପକା ବ୍ଲଗ କ୍ୟାମେରା ପକା। ରୋଷେଇ କାମ ସରିଲା ପରେ, ରୋଷେଇ କାମ ମାନେ ରୋଷେଇ ଏବେ ତ ନାହିଁ, ଡ୍ୟୁଟି ନା, ବାହୁଡ଼ା ସରିଗଲା। ଏବେ ଘର ଡ୍ୟୁଟି ପଡ଼ିଯାଇଛି। ଏବେ ସଫାସଫି ଚାଲିଛି, ରାସ୍ତାଘାଟ ରେଡି। ଏଇଟା ତୋର ଏଇଟା ପ୍ଲସ୍ ପଏଣ୍ଟ ଆଉ ନା, ଖୁସି। ଆଉ ତୁ ଏଠି ଚେୟାରରେ ବସୁଛୁ, ଏଠି ଜଣେ ସ୍ୱାମୀ ତମର କାମ କରୁଛନ୍ତି, ତମକୁ ଖୁସି ଲାଗୁଛି ଦେଖି? ଖୁସି ମୋ କାମଟା ସିଏ କରିଦେଉଛନ୍ତି, ଖୁସି ହବ। କେତେ ଭଲ ପାଇବା ଦେଖ ତୋ ପ୍ରତି, ନାଇଁ?
ପ୍ରେମ ପ୍ରେମ ଖାଇବ ନା ଇଏ ପଟ କୁଆଡ଼େ ଗଲା ପ୍ରେମ ଖାଇବ ଶିଖା ଆଜି ଧରା ପଡୁଛି ମାଛ ଯିବ କୁଆଡ଼େ এটা ক্যামেরার ইফেক্ট না ক্যামেরা পড়লে এমনি কুହନ୍ତି ক্যামেরার প্রভাব ଆଜି ମାଛ ରୋହି ମାଛ ଧରା ପଡୁଛି ଯିବ କୁଆଡ଼େ ଆଜି ଯାହା କରୁଛ କର ଆମକୁ ଏଥିରେ ଖାଲି ସାଙ୍ଗମାନେ ପୁଅ ଉପରେ ପୁଅ ସହିତ ଏମିତି ବହୁ ମଜା ଲାଗେନି ବାପାଙ୍କ ସହିତ ବି ଏମିତି ମଜା ଲାଗେ ଦେଖୁଛ ନା ସେ ଥାଇତେ ଥାଇତେ କେମିତି କମେଣ୍ଟ ପାସ୍ କରୁଛୁ ମାନତେ ପଡ଼ିବ ବୋଉକୁ ଯେତେବେଳେ ଲାଲ ସାହିର ଝିଅ ନା ହେଁ ଏମିତି ରହିବ ଟିକେ ହେଁ ସ୍ୱାମୀକୁ କମେଣ୍ଟ ପାସ୍ କରୁଛୁ ହେ ଭଗବାନ ଛୋଟ ମୋର ଗାଁଟି ଭୂଗୋଳ ପଥି ପତରେ ତାର ନଥାଉ ପଛେ ନାଟି ଛୋଟ ମୋର ଗାଁଟି ଏଇଟା ଦେଖିଲେ ଗାଁର କଥା କିଛି ମନେ ପଡ଼ିଯାଉଛି ହଁ ସାଙ୍ଗମାନେ ମୁଁ ସେଇ ସୌଭାଗ୍ୟବାନ ବ୍ୟକ୍ତି ଯିଏକି ମୋ ଗାଁରେ ହିଁ ଅଛି ନା କ'ଣ କହୁଛ ହେଁ ମଜା ଲାଗେ ନାଇଁ ଏସବୁ ଦିନ ଏମିତି ସନ୍ଧ୍ୟାବେଳେ ସାଙ୍ଗମାନେ ଦେଖନ୍ତୁ ଆମ ଗାଁର ଗାଈ ଗୋଟେ ବର୍ତ୍ତମାନ କ୍ରସ୍ କରିକି ଗଲେ ଆମ ଘର ସାମ୍ନା ଦେଇକି ଆଉ ସାଥିରେ ସେମାନେ କେତେ କ'ଣ ନେଇକି ଆସିଛନ୍ତି ନାଇଁ କେତେ କ'ଣ ଆଣିଛନ୍ତି କ'ଣ ବଡ଼ ବଡ଼ ମଶା ଆଉ ସେଇଥିପାଇଁ ବୋଉ ତାଙ୍କର ଶାଢ଼ୀକୁ ଇଏ କରି ବସି ପଡ଼ିଛନ୍ତି ତାଙ୍କୁ ମଶା ଟିକେ କାମୁଡ଼ିବେନି ନାଇଁ ବଡ଼ କାମୁଡ଼ି ଆଜ୍ଞା ସେଇଥିପାଇଁ ତ କହିଲି ଛୋଟ ମୋର ଗାଁଟି ତ ଯାହା ହଉ ସାଙ୍ଗମାନେ ଆପଣଙ୍କ ଆଡ଼େ ଏସବୁ ଦୃଶ୍ୟ ଦେଖିବାକୁ ମିଳୁଛି କି ନାହିଁ ମୁଁ ଜାଣିନି ଆପଣମାନେ ଗାଁରେ ସହରରେ ରହୁଛନ୍ତି କି ନାହିଁ ମୁଁ ଜାଣିନି ଆପଣମାନେ ଯଦି ଗାଁରେ ରହୁଥିବେ ଦୃଶ୍ୟ ନିହାତି ଦେଖୁଥିବେ ଯଦି ସହରରେ ରହୁଥିବେ ତାହେଲେ ଏ ଦୃଶ୍ୟକୁ ନିହାତି ମିସ୍ କରୁଥିବେ ମୁଁ ବର୍ତ୍ତମାନ ଯେହେତୁ ଗାଁରେ ରହୁଛି ଏସବୁ ଜିନିଷକୁ ଦେଖିବା ପାଇଁ ଭଲ ପାଉଛି ଆଉ ଦେଖୁଛି ମଧ୍ୟ ମୋ ସୌଭାଗ୍ୟରେ ଅଛି ତ ସେଥିପାଇଁ ସେୟାର କଲି ଆପଣମାନଙ୍କ ସହିତ ଆପଣମାନଙ୍କୁ କେମିତି ଲାଗିଲା ଆଉ ଆପଣମାନେ କେତେ ଦିନ ପରେ ଦେଖିଲେ ଏ ଜିନିଷକୁ ନିହାତି କମେଣ୍ଟ ବକ୍ସରେ ଜଣାଇବେ ନା କ'ଣ କହୁଛ ମଶା ମାରିବାରେ ବର୍ତ୍ତମାନ ବୋଉ ଆମର ପୁରା ବ୍ୟସ୍ତ ରହିଯାଇଛନ୍ତି କାହିଁକି ନା ଗାଈ ଗୋଟେ ଯେହେତୁ ଏବେ କ୍ରସ୍ କଲେ ସେ ମଶା ମାରିବେ ଏବେ ଖାଲି ଖାଲି ଏମିତି ଖାଲି ଢାଏ ଏମିତି ଢାଏ ଆଉ କିଛି ନାହିଁ ଯାହାକୁ ରାଗ ଥିବ ହଁ ଯାହାକୁ ରାଗ ଥିବ ମଶା ବାନାର ବଜେଇ ଦେବ ହଁ ଯାହାକୁ ରାଗ ଥିବ ଏମିତି ମଶା ମାରି ମାରିକା ଖାଲିଟା ତ ବଜେଇବ ଆଉ ମତେ ସେମିତି ବଜଉନି ତ ଏଗାର ବଡ଼ ସାନ କିଛି ନାହିଁ ମଶା ମାରିବାରେ ବଡ଼ ସାନ ନାହିଁ ନା ଯାହାକୁ ହେଲେ ତାକୁ ବଜେଇ ଦେବ ଭାଇ ଏମିତି ଭୁଲ କରୁନାହାନ୍ତି ତ ଆପଣମାନେ ନିହାତି ଜଣେଇବେ ଆମ ଘରେ ଏଇ ମଞ୍ଜିକୁ ସାଙ୍ଗମାନେ କେମିତି ସଂରକ୍ଷିତ କରିକି ରଖାହେଇଛି ଦେଖନ୍ତୁ ସାଙ୍ଗମାନେ ଏ ମଞ୍ଜି କ'ଣ ପାଇଁ ସଂରକ୍ଷିତ ହେଇକି ଏମିତି ଅଛି ଚଟୁଣି ହବ ଇଏ ହେଉଛି ସାଙ୍ଗମାନେ ପଣସ ମଞ୍ଜି ଆକୁ ପଣସ ମଞ୍ଜି କୁହାଯାଏ ଆମ ଆଡ଼େ ଆଉ ବହୁତ ଜଣଙ୍କ ଆଡ଼େ ଆକୁ ପଣସ କଠା ବି କୁହାଯାଏ ସେଇ ଇଞ୍ଚଟାକୁ ପଣସ କଠା କୁହନ୍ତି ନା ପଣସ ମଞ୍ଜିଟାକୁ ଏଇଟା ସାଙ୍ଗମାନେ ପାଚିଲା ପଣସର ହଉଛି ମଞ୍ଜିଟା ଆକୁ ସିଝେଇକି ପୋଡ଼ିକି ଆକୁ ଚଟଣି କରିକି ଖାଆନ୍ତି ପଖାଳ ସହିତ ଖାଆନ୍ତି ନା କିନ୍ତୁ ସିଝେଇବାଟା ବେଶୀ ଭଲ ଲାଗେ ନାଇଁ ପୋଡ଼ାଟା ଭଲ ଲାଗେ ପୋଡ଼ାଟା ମିଠା ଲାଗେ ମୋତେ ଭଲ ଲାଗେନି ମୋତେ ସିଝାଟା ଭଲ ଲାଗେ ଆଉ ତା ସହିତ ସାଙ୍ଗମାନେ ମୋର ଫେଭରାଇଟ୍ ଲଙ୍କା ଏପଟେ ଅଛି ଆପଣମାନଙ୍କୁ ଦେଖାଉଛି ଦେଖନ୍ତୁ ଇଏ ହେଉଛି ମୋ ଫେଭରାଇଟ୍ ଲଙ୍କା ଏ ଲଙ୍କା ଖାଇବା ପାଇଁ ମୁଁ ବହୁତ ପସନ୍ଦ କରେ ହଁ କି ନାହିଁ ବୋଉ ସେ ଲଙ୍କା ଖାଇବାକୁ ମୁଁ ପସନ୍ଦ କରେ ନା ନାହିଁ କିନ୍ତୁ ବୋଉ ଆମର ପସନ୍ଦ କରେନି ନାଇଁ ଛୋଟିଆ ଲଙ୍କା ବହୁତ ବହୁତ ରାଗ କ'ଣ ଜନ୍ମଦିନ ତ ବହୁତ କମ ଦିନ ରହିଲା ତୁ କ'ଣ ଗିଫ୍ଟ ନେବୁ କହ ମୋ ପାଖରୁ ଛୋଟିଆ ଗିଫ୍ଟ କଥା କହି ତମ ଆଶୀର୍ବାଦ ଆଉ କ'ଣ ଆଶୀର୍ବାଦ ଭିଡ଼ିଓଟା ଅଫ୍ ହେଲା ପରେ କହିବି କ'ଣ ଏବେ କହିଦେବି ତମ ଆଶୀର୍ବାଦ ଆଉ କ'ଣ ନା ସାଙ୍ଗମାନେ ପାଖରେ ବୋଉ ଅଛି ବାପା ଅଛନ୍ତି ଆଉ କ'ଣ ସବୁଠୁ ବଡ଼ ଗିଫ୍ଟ ସାଙ୍ଗମାନେ ଆଉ କିଛି ଦରକାର ନାହିଁ ଏମିତି ତାଙ୍କ ସାଥିରେ ସାରା ଜୀବନଟା କଟିଯାଉ ଆଉ କିଛି ଦରକାର ନାହିଁ ଖାଲି ଉପରିଆ କଥା ସବୁ ହଁ ସାଙ୍ଗମାନେ ଆପଣମାନଙ୍କ ପାଇଁ ଗୋଟେ ବହୁତ ହି ଖୁସି ଖବର ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଯେଉଁଥିପାଇଁ କି ମୁଁ ବହୁତ ଏକ୍ସାଇଟେଡ୍ ଅଛି କିନ୍ତୁ ସେ ସବୁ କଥା ମୁଁ ଆପଣମାନଙ୍କ ସହିତ ରିଭିଲ୍ କରିବିନି ଆପଣମାନଙ୍କ ପାଇଁ ସରପ୍ରାଇଜ୍ ଅଛି କିଛି କହିବାନି ତ ଓକେ ସାଙ୍ଗମାନେ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ
ବାପା ଘରେ ରହିଲେ କ'ଣ କରନ୍ତି ଆପଣମାନେ ଦେଖିଲେ। ବୋଉ ଆଜି ରିଭିଲ୍ କରିଦେଇଛି ପୁରା। ଟାଟା ବାଇ ବାଇ ଗୁଡ୍ ନାଇଟ୍ ଟେକ୍ କେୟାର ଆଇ ଲଭ୍ ୟୁ ଅଲ୍। ଟାଟା କରିଦେ। ତୁ ଅଛି କ୍ୟାମେରାଟା ଅଫ୍ କର ହେଲାନି। ଆଉଥରେ 3 2 1 ଏ କ୍ୟାମେରା ଏମିତି ହାତ ଦବୁ ହେଲା। 3 କ୍ୟାମେରାରେ ହାତ ଦବୁ 3 2 1 ଏବେ ହେଲା।